ଯେତେବେଳେ ଆପଣ ମାନେ ଯେଉଁ ପ୍ରଭୁଙ୍କର ଦାସ ମାନଙ୍କ ଠାରେ ପବିତ୍ର ଆତ୍ମା ଥାଇକି ଲୋକମାନଙ୍କୁ ଖାଲି ସୁସ୍ଥତାର କଥା କହୁନି, ପାପରୁ, ଅଧର୍ମତାରୁ, ସଂସାରର ଆକର୍ଷଣରୁ ମୁକ୍ତ କରୁଛନ୍ତି। ଶୈତାନ ତ କରିବ ନାହିଁ ନା, ଭୂତ ଲୋକମାନଙ୍କୁ ପାପରୁ କାହିଁକି ମୁକ୍ତ କରିବ? ଗୋଟେ ଶିକ୍ଷା ଶୁଣାଇଲା ବେଳେ ଯଦି ପବିତ୍ର ଆତ୍ମା ଯଦି ହୁଅନ୍ତି, ତାହେଲେ ନିଶ୍ଚିତ ଭାବେ ସେ ପାପ ବିଷୟରେ ଅନୁତାପ କରାଇ ସେ ପାପକୁ ଛାଡ଼ିଲା ପରି କରନ୍ତି କି ନାହିଁ? ନା ପାପ ସହିତ କମ୍ପ୍ରମାଇଜ କରାନ୍ତି? ପବିତ୍ର ଆତ୍ମା ନାଇଁ କିଛି ନା, ପ୍ରଭୁ ତ ସବୁ କ୍ଷମା କରିଛନ୍ତି, मना नहीं, गलत बात तो नहीं है। लेकिन उसके बाद क्या? କ୍ଷମା ମାଗିକି ଆହୁରି ପାପ ନ କରିବା ପାଇଁ ଚେତନା ଯଦି ମିଳୁଛି, ତ ଦେନ୍ ଦ୍ୟାଟ୍ ଇଜ ହୋଲି ସ୍ପିରିଟ। ପବିତ୍ର ରହିବାକୁ ଚେତନା ଯେ ଦିଅନ୍ତି, ଦ୍ୟାଟ୍ ଇଜ ହୋଲି ସ୍ପିରିଟ। ମନ୍ଦ କାମ କରନା ବୋଲି ଯେ ଚେତନା, ନାଇଁ ନୋ, ଯାଆନା, କରନା, ସେମିତି ଚିନ୍ତା କରନା, ସେମିତି ଏକଲା ବସିକି ସେ ସବୁ ଚିନ୍ତା କରନା, ସେ ସବୁ ଭିଡିଓ ଯାକ ଦେଖନା, ଥାଉ ବୋଲି ତୁମ ଠାରେ ଥିବା ଆତ୍ମା ଯଦି ତୁମକୁ ସେଇ ସବୁ କ୍ଷେତ୍ର ଦେଉନାହାନ୍ତି, ମାନେ ଡେଫିନେଟଲି ଦ୍ୟାଟ୍ ଇଜ ନଟ୍ ହୋଲି ସ୍ପିରିଟ। ପ୍ରଭୁ ଆସିଲେ ଆପଣଙ୍କୁ ଖାଲି ସୁସ୍ଥ କରିକି ପଇସା ଦେଇକି ରୋଟି ମାଛ ଖୁଆଇବା ପାଇଁ ଆସିନାହାନ୍ତି ଆଜ୍ଞା। ଦ୍ୟାଟ୍ ୱାଜ ନଟ୍ ଦ ପର୍ପସ୍। ପର୍ପସ୍ ୱାଜ ଟୁ ସେଭ୍ ୟୁ ଫ୍ରମ୍ ହେଲ୍ ନା, ପାପରୁ, ଶରୀରର କାମନାରୁ, ଈଶ୍ୱରଙ୍କ କ୍ରୋଧରୁ, ବିଚାରରୁ, ମୃତ୍ୟୁରୁ, ପାତାଳରୁ ରକ୍ଷା କରିବାକୁ ଆସିଥିଲେ। ଶୈତାନର ରାଜ୍ୟରୁ, ଶୈତାନର ଜଞ୍ଜାଳରୁ, ଶୈତାନର ଆଡ୍ଡା ଭିତରୁ, ଶୈତାନର ସୀମା ଭିତରୁ ଆମକୁ ଉଦ୍ଧାର କରି ଈଶ୍ୱରଙ୍କ ରାଜ୍ୟର ସଭ୍ୟ କରାଇଲେ। ଆମକୁ किसका काम था? होली स्पिरिट का काम था। ସେଇ କାମ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗ୍ରାମେ ଗ୍ରାମେ ଯାଇକି କରୁଛନ୍ତି, ତ ଲୋକମାନେ କଣ କହିଲେ? ଏଟା ନାଇଁ, ବାଲଜବୁଲର ଗୋଟେ ଭୂତ ମାନଙ୍କର ଅଧିପତି ନାଇଁ କି ଲିଡର, ସେ ହେଲ୍ପ କରିଥାଉଛେ ତାଙ୍କୁ। ହଁ, ଯୀଶୁ ଯଦି ପାପରୁ ପରିବର୍ତ୍ତନ କରିବାର କାମ ନ କରିକି ଖାଲି ସୁସ୍ଥ କରି ପଳେଇଥାନ୍ତେ, ମାନେ ଡେଫିନେଟଲି ସେଟା ଭଣ୍ଡ ଖ୍ରୀଷ୍ଟର ଆତ୍ମା ଅଟେ।